ପିଲାମାନେ ଶୁଭ ସକାଳ। ପୁଣି ଥରେ ତମ ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର ଆରମ୍ଭ କରିବା। ପ୍ରଥମେ ଶୁଣିବା ଭଜନଟିଏ। କିଏ ଗାଇବେ, କାହା ରଚନାରୁ ସେ ଗାଇବେ, ସେ କଥା ସେ ନିଜେ କହିବେ। ଚାଲ ଶୁଣିବା। ମୋ ନାଁ ଅନୁଭବ ପାଣି। ମୁଁ ଏବେ ପ୍ରାଚୀନ ରଚନାରୁ ଭଜନଟିଏ ଗାଇ ଶୁଣେଇବି। दीनबन्धु दहितारी दुःख न गला मोहरी। दीनबन्धु दहितारी हेला कि निष्ठुर चित्त नीलाचले बीज ପିଲାମାନେ, କେଉଁ ପୁରାତନ କାଳରୁ ଆମ ଦେଶରେ ଅନେକ ପ୍ରକାରର ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇ ଆସୁଛି। ଏବେ ସ୍ୱଦେଶୀ ବାଦ୍ୟଯନ୍ତ୍ର ସହ ବିଦେଶୀ ବାଦ୍ୟଯନ୍ତ୍ରର ମଧ୍ୟ ବହୁଳ ବ୍ୟବହାର କରାଯାଉଛି, ଯାହାକୁ କି ଫ୍ୟୁଜନ୍ ବୋଲି କୁହାଯାଉଛି। ଆମର ଦେଶରେ ସଙ୍ଗୀତକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ଆମର ପ୍ରତିଟି ପର୍ବପର୍ବାଣୀ, ବାହାଘର, ଜନ୍ମଦିନ ସବୁ ସମୟ ପାଇଁ ସଙ୍ଗୀତ ରହିଛି। ଏହି ସଙ୍ଗୀତର ପଛରେ ଯେତେବେଳେ କୌଣସି ବାଦ୍ୟଯନ୍ତ୍ର ବାଜେ, ତାହା ସଙ୍ଗୀତକୁ ଆହୁରି ଶ୍ରୁତିମଧୁର କରିଦିଏ।
ଆଜିକାଲି ତମ ପରି ଛୋଟ ଛୋଟ ପିଲାମାନେ ପାଠ ପଢ଼ିବା ସହ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜେଇ ଶିଖୁଛନ୍ତି, ଯେମିତି ତବଲା, ସିତାର, ବେହେଲା, ବଂଶୀ, ଏମିତି କେତେ କ'ଣ। ମନରେ ବେଳେବେଳେ ପ୍ରଶ୍ନ ଉଠେ, ଏଇ ବାଦ୍ୟଯନ୍ତ୍ର ଆସିଲା କେଉଁଠୁ? କେବେଠୁ ଏହାର ଆରମ୍ଭ? ଚାଲ ଏସବୁ ପ୍ରଶ୍ନକୁ ମନରେ ରଖି ଆଜି ଜାଣିବା ବାଦ୍ୟଯନ୍ତ୍ର ପରିଚୟରେ ବଂଶୀ ବିଷୟରେ। ବଂଶୀ ବିଷୟରେ ତମକୁ କହିଛନ୍ତି ପ୍ରଦୀପ୍ତ ଶେଖର ମହାପାତ୍ର। ପିଲାମାନେ, ଆଜି ଆମେ ଗୋଟିଏ ବାଦ୍ୟଯନ୍ତ୍ର ବିଷୟରେ ଜାଣିବା। ତାହା ବହୁତ ପୁରୁଣା ବାଦ୍ୟଯନ୍ତ୍ର, ଯାହାକୁ ଭଗବାନ ଶ୍ରୀକୃଷ୍ଣ ବଜାଉଥିଲେ। ତାହେଲେ ତୁମେମାନେ ଜାଣିସାରିବଣି ଯେ ମୁଁ କେଉଁ ବାଦ୍ୟଯନ୍ତ୍ର ବିଷୟରେ କହିବା ପାଇଁ ଯାଉଛି। ସେହି ବାଦ୍ୟଯନ୍ତ୍ରର ନାଁ ହେଲା ବଂଶୀ। କେହି କେହି ବଂଶୀକୁ ବଇଁଶୀ ବୋଲି ମଧ୍ୟ କହିଥାନ୍ତି। ବଂଶୀ ସ୍ୱର ଶୁଣିବାକୁ କାନକୁ ଯେପରି ମିଠା ଲାଗେ, ସେପରି ମନକୁ ମଧ୍ୟ ପବିତ୍ର କରିଥାଏ। ଏହା ଏପରି ଏକ ବାଦ୍ୟ ଯାହାକୁ ବଜାଇବା ଦ୍ୱାରା ମନ ଭିତରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଥାଏ। ହାତରେ ଥିବା ବୁଢ଼ା ଆଙ୍ଗୁଳି ଆଉ କାଣି ଆଙ୍ଗୁଳି ଛାଡ଼ିଦେଲେ ବାକି ଦୁଇ ହାତରେ ଥିବା 6 ଗୋଟି ବଡ଼ ଆଙ୍ଗୁଳି ଦ୍ୱାରା ବଂଶୀକୁ ବଜାଇବା ପାଇଁ ପଡ଼ିଥାଏ। ବାଉଁଶରେ ତିଆରି ବଂଶୀର ସ୍ୱର ଶୁଣିବା ପାଇଁ ମଧୁର ଲାଗେ। ଆଉ ପିଲେ ଜାଣିଛ, ଆଧୁନିକ ଯୁଗରେ ଷ୍ଟିଲ୍ ବଂଶୀ ମଧ୍ୟ ବ୍ୟବହାର ହେଲାଣି। ଏହାକୁ କ'ଣ କହନ୍ତି କହିଲ? ଏହାକୁ କହନ୍ତି ପିକୋଲୋ। ଯେପରିକି ବଂଶୀରେ ବିଭିନ୍ନ ପ୍ରକାର ସ୍କେଲ୍ ଥାଏ, କିନ୍ତୁ ଷ୍ଟିଲ୍ ଫ୍ଲୁଟ୍ରେ ଗୋଟେ ଫ୍ଲୁଟ୍ରେ ସବୁ ସ୍କେଲ୍ ହୋଇଥାଏ। ବାଉଁଶରେ ତିଆରି ବଂଶୀରେ 7ଟି ହୋଲ୍ ବା ରନ୍ଧ୍ର ରହିଛି। 6 ଗୋଟି ରନ୍ଧ୍ରରୁ ସ୍ୱର ଗୁଡ଼ିକ ବାହାରିଥାଏ ଏବଂ ଆଉ ଗୋଟିଏ ରନ୍ଧ୍ରରୁ ବଂଶୀକୁ ଫୁଙ୍କିବା ପାଇଁ ପଡ଼ିଥାଏ। ବଂଶୀରେ ଯେଉଁ ରନ୍ଧ୍ରରୁ ଫୁଙ୍କିବାକୁ ହୋଇଥାଏ, ସେହି ରନ୍ଧ୍ର ପାଖରେ ଗୋଟିଏ ସୋଲ ଠିପି ବା କର୍କ ଥାଏ। ଫଳରେ ପବନ ବାହାରକୁ ନ ଯାଇ ଆଙ୍ଗୁଳି ଆଡ଼େ ଥିବା ରନ୍ଧ୍ର ଆଡ଼କୁ ଯାଇ ସ୍ୱର ବାହାରିଥାଏ। ବଂଶୀରେ ଥିବା ରନ୍ଧ୍ର ଉପରେ ଆଙ୍ଗୁଳି ଗୁଡ଼ିକ ବନ୍ଦ ଏବଂ ଖୋଲିବା ଦ୍ୱାରା ସ୍ୱର ବାହାରିଥାଏ। ଧୀରେ ଧୀରେ ଫୁଙ୍କିବା ଦ୍ୱାରା ମନ୍ଦ ସପ୍ତକ ଏବଂ ମଧ୍ୟ ସପ୍ତକ ବାହାରିଥାଏ। ଟିକିଏ ଜୋରେ ଫୁଙ୍କିଲେ ତାର ସପ୍ତକ ବା ପିଚ୍ ଅକ୍ଟେଭ୍ ସ୍ୱର ବାହାରିଥାଏ। ତାହେଲେ ପିଲାମାନେ, ଏବେ ଆସ ଶୁଣିବା ବଂଶୀରେ କିପରି ସାରେଗାମା ପାଧାନିସା ହେଉଛି। ଏପରି ପ୍ରଥମେ ଧୀରେ ଧୀରେ ବଜାଇବା ପାଇଁ ପଡ଼ିଥାଏ। ତାପରେ ଏହାକୁ ସ୍ପିଡ୍ ବଢ଼ାଇବା ପାଇଁ ପଡ଼ିଥାଏ। ଯେପରିକି ଏପରି ପ୍ରଥମେ ସାରେଗାମା ପାଧାନିସା କରିସାରିଲା ପରେ ଗୀତରେ ଯେମିତି ସାରେଗା ରେଗାମା ଗାମାପା, ଆମର ସେମିତି ହସ୍ତଚାଳନା ପାଇଁ ଯେଉଁଟାକି ଫିଙ୍ଗର ପ୍ରାକ୍ଟିସ୍ କୁହାଯାଏ, ସେଇଟା ଫିଙ୍ଗର ପ୍ରାକ୍ଟିସ୍ କରିବା ପାଇଁ ସେମିତି କରାଯାଏ। ଗୀତରେ ଯେମିତି ସବୁ ଅଛି ଅଳଙ୍କାର ମାନେ ସବୁ 3 ବାଲା 4 ବାଲା, ସେମିତି ବଂଶୀରେ ମଧ୍ୟ ଅଛି, ସେତାରେ ଅଛି। ଆମେ ଗୋଟିଏ 3 ଟିକିଆ ଅଳଙ୍କାର ଆମେ ବର୍ତ୍ତମାନ ଏଥିରେ ଶୁଣିବା। ଆସ। ବର୍ତ୍ତମାନ ଏହାକୁ ଲୟ ବଢ଼ାଇବା, ଶୀଘ୍ର ଶୀଘ୍ର କରିବା। ବାଉଁଶରେ ତିଆରି ବଂଶୀରେ ବହୁତ କମ୍ ଫୁଙ୍କିବା ପାଇଁ ପଡ଼ିଥାଏ। ଏହି ବଂଶୀ ବିଭିନ୍ନ ପ୍ରକାର ସ୍କେଲ୍ରେ ଥାଏ, ଯେମିତିକି ବି ଫ୍ଲାଟ୍, ବି, ସି, ସି ସାର୍ପ, ଡି, ଡି ସାର୍ପ, ଇ, ଏଫ୍, ଏଫ୍ ସାର୍ପ, ଜି ଏବଂ ଜି ସାର୍ପ। ପ୍ରତ୍ୟେକ ସ୍କେଲ୍ରେ ଛୋଟ ବଂଶୀ ଆଉ ବଡ଼ ବଂଶୀ ଥାଏ। ଏବେ ଆସ ପିଲେ ଜାଣିବା ଯେ ବଂଶୀ ବଜାଇବା ଦ୍ୱାରା ଆମର ଶରୀରରେ କ'ଣ କ'ଣ ଉପକାର ମିଳିଥାଏ। ପିଲାମାନେ, ତୁମେ ଯୋଗାଭ୍ୟାସ କରୁଥିବ। ଏହି ଯୋଗାଭ୍ୟାସ ଦ୍ୱାରା ଯେପରି ନିଶ୍ୱାସକୁ ଭିତରକୁ ନେଇ କିଛି ସମୟ ପରେ ଛାଡ଼ିବା ପାଇଁ ପଡ଼ିଥାଏ, ଠିକ୍ ସେପରି ଏହି ବଂଶୀକୁ ଫୁଙ୍କିବା ପାଇଁ
ଆମକୁ ଲମ୍ବା ନିଶ୍ୱାସ ନେବା ପାଇଁ ପଡ଼ିଥାଏ। ଫଳରେ ଆମର ଦେହରେ ଯଦି ନିଶ୍ୱାସ ପ୍ରଶ୍ୱାସ ଜନିତ କିଛି ସମସ୍ୟା ଥାଏ ତାହା ଆପେ ଆପେ ଠିକ୍ ହୋଇଯାଏ। ଜାଣିଛ ପିଲାଏ, ବାଉଁଶ ତିଆରି ବଂଶୀ ଦୁଇ ପ୍ରକାର ଥାଏ। ଗୋଟିଏ ସିଧା ବଂଶୀ ଏବଂ ଅନ୍ୟଟି ଆଡ଼ି ବଂଶୀ। ଏହି ଆଡ଼ି ବଂଶୀଟି ବେଶୀ ବ୍ୟବହାର ହୋଇଥାଏ। ଆସ ପିଲାଏ, ଏବେ ଜାଣିବା ବଂଶୀ ଯେଉଁ ବାଉଁଶରେ ତିଆରି ହୁଏ ତାହା କେଉଁଠି ମିଳେ। ଏହି ବାଉଁଶ କଲିକତାର ସୁନ୍ଦରବନରେ ଅଧିକ ମିଳିଥାଏ ଏବଂ ତ୍ରିପୁରା ଓ ଆସାମରେ ମଧ୍ୟ ବହୁତ ମିଳିଥାଏ। ଆଜିକାଲି ବମ୍ବେ, ଦିଲ୍ଲୀ, କଲିକତାରେ ମଧ୍ୟ ବଡ଼ ବଡ଼ ବଂଶୀ ତିଆରି କାରଖାନାମାନ ରହିଛି। ଓଡ଼ିଶାରେ ମଧ୍ୟ ଅନେକ ସହରରେ ବଂଶୀ ତିଆରି ହେଉଛି। ଆଜିକାଲି ବହୁତ ସାନ ସାନ ପୁଅ ଏବଂ ଝିଅମାନଙ୍କ ପାଖରେ ବଂଶୀ ଶିକ୍ଷା କରିବା ପାଇଁ ଆଗ୍ରହ ଦେଖାଦେଲାଣି। ବଂଶୀ ସବୁ ବୟସର ପିଲାମାନେ ଶିଖିପାରିବେ। ତୁମେ ମଧ୍ୟ ଏହାକୁ ଶିଖି ପେଶା ମଧ୍ୟ କରିପାରିବ। ହଁ ପିଲାମାନେ, ଆଜି ବଂଶୀକୁ ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ, ଭଜନ, ଆଧୁନିକ ଏବଂ ପାଶ୍ଚାତ୍ୟ ସଙ୍ଗୀତରେ ବ୍ୟବହାର କରାଯାଉଛି। ବଂଶୀ ବାଦନକୁ ପାଶ୍ଚାତ୍ୟ ଦେଶରେ ବହୁତ ପ୍ରଶଂସା କରୁଛନ୍ତି। ଏମିତିକି ଭାରତ ବାହାରୁ ବହୁତ ସଙ୍ଗୀତ ପ୍ରେମୀ ଭାରତକୁ ଆସି ବଂଶୀ ଶିକ୍ଷା କରୁଛନ୍ତି। ଭାରତର ବିଭିନ୍ନ ଜାଗାରେ ସଙ୍ଗୀତ ଶିକ୍ଷା ଅନୁଷ୍ଠାନମାନ ରହିଛି। ସେଠାରେ ବଂଶୀ ବାଦନ ମଧ୍ୟ ଶିକ୍ଷା ଦିଆହେଉଛି। ଏପରିକି ଭାରତରେ ଥିବା ଭଲ ବଂଶୀ ବାଦକ ଗୁରୁମାନେ ସେମାନଙ୍କର ନିଜର ଘରେ ବଂଶୀ ବାଦନ ଶିକ୍ଷା ଦେଉଛନ୍ତି। ତୁମେମାନେ ଆଉ ଗୋଟିଏ କଥା ଶୁଣି ଖୁସି ହେବ ଯେ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଜୀଙ୍କର ଗୁରୁକୁଳ ନାଁରେ ଏକ ବଂଶୀ ବାଦନ ଶିକ୍ଷା ଅନୁଷ୍ଠାନ ଭୁବନେଶ୍ୱରରେ ରହିଛି। ସେଠାରେ ଭାରତର ବିଭିନ୍ନ ରାଜ୍ୟରୁ ଏବଂ ଭାରତ ବାହାରୁ ପିଲାମାନେ ଆସି ସେଠାରେ ବଂଶୀ ବାଦନ ଶିକ୍ଷା କରୁଛନ୍ତି। ଆଜିକାଲି ପାଶ୍ଚାତ୍ୟ ସଙ୍ଗୀତରେ ବାଉଁଶରେ ତିଆରି ବଂଶୀ ବେଶ୍ ଲୋକପ୍ରିୟ। ବିଦେଶରୁ ଆସୁଥିବା ବହୁତ ଛାତ୍ରଛାତ୍ରୀ ଭାରତକୁ ଆସି ବାଉଁଶରେ ତିଆରି ବଂଶୀ କିଣୁଛନ୍ତି। ଏହି ବଂଶୀକୁ ତୁମର ବ୍ୟାଗରେ ନେବା ଆଣିବା କରିବା ପାଇଁ ସହଜ ହୋଇଥାଏ। ତୁମେ ଯେତେବେଳେ ବାହାରକୁ ବୁଲିବା ପାଇଁ ଯାଉଛ ସେତେବେଳେ ତୁମେ ଏହାକୁ ସାଙ୍ଗରେ ବ୍ୟାଗରେ ନେଇପାରିବ। ଏହି ବଂଶୀର ଦାମ ଖୁବ୍ କମ୍। ବଂଶୀକୁ ଭଲ ଭାବେ ଶିଖି ତୁମେମାନେ ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇପାରିବ। ଯେମିତିକି ରେଡ଼ିଓ, ଟିଭିରେ ବଂଶୀ ବାଦନ କରି ନିଜର ସୁନାମ ଅର୍ଜନ କରିପାରିବ। ପିଲାମାନେ, ତୁମେମାନେ ପଣ୍ଡିତ ହରିପ୍ରସାଦ ଚୌରାସିଆ, ପଣ୍ଡିତ ରଘୁନାଥ ସେଠ, ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନା ଏବଂ ପଣ୍ଡିତ ମୋହିନମୋହନ ପଟ୍ଟନାୟକଙ୍କର ନାଁ ଶୁଣିଥିବ। ଏମାନେ ସମସ୍ତେ ପ୍ରତିଷ୍ଠିତ ବଡ଼ ବଡ଼ ବଂଶୀ ବାଦକ। ଏହି ଗୁରୁମାନେ ଭାରତରେ ଏବଂ ଭାରତ ବାହାରେ ବହୁ ସଙ୍ଗୀତ କାର୍ଯ୍ୟକ୍ରମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ପିଲାମାନେ, ତୁମେ ମଧ୍ୟ ବଂଶୀକୁ ଶିଖିଲେ ଦିନେ ବହୁତ ବଡ଼ ବଂଶୀ ବାଦକ ହୋଇପାରିବ। ପିଲାଏ ଜାଣିଲ ବାଦ୍ୟଯନ୍ତ୍ର ବଂଶୀ ବିଷୟରେ କହୁଥିଲେ ପ୍ରଦୀପ୍ତ ଶେଖର ମହାପାତ୍ର। ପିଲାମାନେ, ବଂଶୀ ସ୍ୱନ କାନରେ ପଡ଼ିଲେ ଭଗବାନ ଶ୍ରୀକୃଷ୍ଣଙ୍କ କଥା ମନେ ପଡ଼ିଯାଏ ନା କ'ଣ? ମୁଣ୍ଡରେ ମୟୂର ଚୂଳ ଆଉ ହାତରେ ବଇଁଶୀ, କେଡ଼େ ସୁନ୍ଦର ସେ ରୂପ। ହଉ ପିଲେ, ଆସ ଏଥର ଅନୁଭବ ପାଣି ଆଉ ଗୋଟେ ଗୀତ ଗାଇ ଶୁଣେଇବେ। ଚାଲ ଶୁଣିବା। ମୁଁ ଏବେ ଶିଶୁ ସଙ୍ଗୀତଟିଏ ଗାଇ ଶୁଣାଇବି, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଘଣ୍ଟା ପରି ସବୁ କାମ କର ଠିକ୍ ଠିକ୍।
ପିଲାଏ, ଏବେ ପାର୍ବଣର ଋତୁ ଆରମ୍ଭ ହୋଇଯାଇଛି। ଗଣେଶ ପୂଜା ପରେ କେତେ ପର୍ବପର୍ବାଣୀ ଆସିବ। ଏହି ସମୟର ପ୍ରାକୃତିକ ଶୋଭା ଖୁବ୍ ସୁନ୍ଦର ଲାଗେ। ବାଡ଼ି ବଗିଚାରେ ଫୁଲର ହାଟ ବସେ। ଚାଲ ପିଲେ ଶୁଣିବା କବିତା ଶରତ ଆସେ ଜଗତ ହସେ। ସ୍ୱରଚିତ କବିତାଟିକୁ ଆବୃତ୍ତି କରିଛନ୍ତି ଦିଲ୍ଲୀପ କୁମାର ସାହୁ। ଶରତ ଋତୁ ଲୋ ପାର୍ବଣର ଋତୁ, ଭାଦ୍ରବ ଆଶ୍ୱିନ ମାସେ, ସୁଷମାରେ ଭରା ମାଟିରୁ ଆକାଶ ଦିଗ ଚୌଦିଗ ହସେ। କୂଅ ପୋଖରୀରେ କାଚ କେନ୍ଦୁ ପାଣି, କୂଅ ପୋଖରୀରେ କାଚ କେନ୍ଦୁ ପାଣି, ଉଛୁଳଇ ନଈ ନାଳ, ମନ ମୋହିନିଏ ଆକାଶର ଶୋଭା, ଧଳା ମେଘ ମାଳ ମାଳ। ସବୁଜ କେଦାରେ ହସେ ବିଲବାଡ଼ି, ସବୁ ଜିମା ଭରା କ୍ଷେତ, ବଛା ବେଉଷୁଣ ସରି ଯାଇଥାଏ, ଧାନ ଫୁଲ କରେ ହାଟ। ଛୋଟ ଧାନ ସବୁ ଭୋଦୁଅ ମାସରେ, ଚାଷୀ ଯେ ଅମଳ କରେ, ନୂଆ ଚୁଡ଼ା ନୂଆ ଚାଉଳ କ୍ଷୀରିରେ, ନୂଆ ଖିଆ ଘରେ ଘରେ। ନଈ ପଠା ନାଳ ବନ୍ଧ ବାଡ଼ ହିଡ଼େ, କାଶ ତଣ୍ଡି ଢେଉ ଖେଳେ, ନଈ ପଠା ନାଳ ବନ୍ଧ ବାଡ଼ ହିଡ଼େ, କାଶ ତଣ୍ଡି ଢେଉ ଖେଳେ। ଶୁଭ ଶରତକୁ ସ୍ୱାଗତ ପାଇଁକି ସତେକି ଚାମର ଢାଳେ, ଗଡ଼ିଆ ପୋଖରୀ କଇଁ ଫୁଲେ ଭରା, ଭରିଯାଏ ପଦ୍ମ ଫୁଲ, ମହୁ ଶୋଷିବାକୁ ଉଡ଼ି ବୁଲୁଥାନ୍ତି ମହୁମାଛି ଦଳ ଦଳ। ଫୁଟଇ ସେବତୀ ରଙ୍ଗଣୀ ମାଳତୀ, ଫୁଟଇ ହରଗୌରା, ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲ ଫୁଟି ଚଉଦିଗ ଦିଶେ ତୋରା। ଜୁଇ ଯାଇ ହେନା କୁନ୍ଦ ଛୁରିଆନା, ଶେଫାଳିର ବାସ ଛୁଟେ, ଫୁଟଇ କଦମ୍ବ ଫୁଟେ ମୁଚୁକୁନ୍ଦ, ରଜନୀଗନ୍ଧା ବି ଫୁଟେ। ଶରତ ଋତୁରେ ବେଳେ ବେଳେ ବର୍ଷା, ଚାଷ ପାଇଁ ଭଲ ଭାରି, ଭୋଦେଇ ଖରା ତ ଭାରି ଟାଣ ହୁଏ, ଭୋଦେଇ ଖରା ତ ଭାରି ଟାଣ ହୁଏ, ଧାନ ପୋକ ଯାନ୍ତି ମରି। ରାତିରେ ଦିଶଇ ଆକାଶ ସୁନ୍ଦର, ଫୁଟେ ଯେବେ ତାରା ଫୁଲ, ରାତିରେ ଦିଶଇ ଆକାଶ ସୁନ୍ଦର, ଫୁଟେ ଯେବେ ତାରା ଫୁଲ। ଧଳା ବଉଦରେ ଜହ୍ନର ଜୋଛନା ପଡ଼ି ହୁଏ ଝଲମଲ। ଶରତ ଋତୁରେ ପର୍ବପର୍ବାଣୀ ସବୁଦିନ ଓଷାବ୍ରତ, ଶରତ ଋତୁରେ ପର୍ବପର୍ବାଣୀ ସବୁଦିନ ଓଷାବ୍ରତ, ଖୁଦୁରୁକୁଣିକୁ କୁଆଁର ପୁନେଇ ଗାଁ ଗାଁ ଜାନିଯାତ। ତମେ ସବୁ ସ୍କୁଲ ଛୁଟିରେ ଗାଁକୁ ବୁଲିବାକୁ ଯାଇଥାଅ। କେଡ଼େ ସୁନ୍ଦର ସେ ନଈ ପୋଖରୀ, କେଡ଼େ ସୁନ୍ଦର ସେ ମନ୍ଦିର ଆଉ ବିଲବାଡ଼ି। ହଁ ରେ ପିଲେ, ଏଇ ଯେଉଁ ଗାଁର ସୌନ୍ଦର୍ଯ୍ୟ, ଏହା କ'ଣ ସହରରେ ମିଳେ? ଆସ ପିଲେ, ଏବେ ଶୁଣିବା କବିତା ମୋ ଗାଁ। ନିଜ ଲେଖାରୁ କବିତାଟିକୁ ପଢ଼ି ଶୁଣାଉଛନ୍ତି ଦିଲ୍ଲୀପ କୁମାର ସାହୁ। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି, ବିଜୁଳିର ଚମକକୁ ଘଡ଼ଘଡ଼ି ରଡ଼ି। ମୋ ଗାଁ ତା ପଣତରେ ଦିଏ ଝାଡ଼ି ଝୁଡ଼ି, ମୋ ଆଖିରୁ ଲୁହ ଯେବେ ପଡ଼ଇ ନିଗିଡ଼ି। କିଆ ଫୁଲ ବାସ କେବେ ନାଲି କଇଁ ହସ, କିଆ ଫୁଲ ବାସ କେବେ ନାଲି କଇଁ ହସ, କମକୁଟା କାଶତଣ୍ଡି ଶେଫାଳି ପରଶ। ଫଗୁଣ ପୁହ୍ନେଇ ରାତି ଭୋଦୁଅର ଜହ୍ନ, ସବୁଜ କେଦାରେ ଭରା ଅସରା ସପନ, ମନ ଉଣା କଲେ ଦିଏ ସ୍ନେହ ଅଜାଡ଼ି। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି, ବାଦ ବିବାଦ ବି ଅଛି ବି ବିଷାଦ, କାନ୍ଧରେ ମିଶାଉ କାନ୍ଧ ପଡ଼ିଲେ ପ୍ରମାଦ। ଭାଇ ବି ଭଗାରି ହୁଏ ଭଗାରି ବି ଭାଇ, ସତେକି ଉଜାଣି ବହେ ଭାବନାବ ନଈ, ଭଙ୍ଗା ମନ ମମତାରେ ହୋଇଯାଏ ଯୋଡ଼ି। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି, ପାର୍ବଣରେ ଦୁଲୁକଇ ମୋ ଗାଁର ଛାତି, କେତେ ମିଠା କେତେ ପିଠା ସ୍ନେହ ବଣ୍ଟା ବଣ୍ଟି। ପ୍ରବାସୀ ଆସନ୍ତି ଫେରି ଘର ଲାଗେ ନୂଆ, ପ୍ରବାସୀ ଆସନ୍ତି ଫେରି ଘର ଲାଗେ ନୂଆ, ମିଳନର ଗୀତ ଗାଇ କରଇ କିମିଆ, ବୈକୁଣ୍ଠର ବାସ୍ନା ସତେ ପଡ଼ଇ ନିଗିଡ଼ି। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି। ପୂଜାପାଠ ପାଦୁକରେ ଗଭୀର ବିଶ୍ୱାସ, ଠାକୁରାଣୀ ଧଣ୍ଡା ପାଣି ମହିମା ଅଶେଷ। ଘଣ୍ଟ ବାଜିଲେ ଏଠି ନଇଁଯାଏ ମଥା, ଘଣ୍ଟ ବାଜିଲେ ଏଠି ନଇଁଯାଏ ମଥା, ସଞ୍ଜ ଆଳତୀରେ ଶୁଭେ ଶାନ୍ତିର ବାରତା, ଦୁନିଆକୁ ଯୋଡ଼ିଦିଏ ସ୍ନେହ ଦୌଡ଼ି। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି, ବିଜୁଳିର ଚମକକୁ ଘଡ଼ଘଡ଼ି ରଡ଼ି। ପିଲାମାନେ, ତମ ସହ ଗପୁ ଗପୁ ଦେଖିଲଣି ଜଣେ କୁନି ଭାଇ ଆସି ମୋ ପାଖରେ ଏଠି ବସିଗଲେଣି। ଗୋଟେ ସୁନ୍ଦରିଆ ସାର୍ଟ ପିନ୍ଧିଛନ୍ତି, ତାଙ୍କ ସ୍କୁଲର ଆଇ କାର୍ଡ଼ ପକାଇଛନ୍ତି, ଡେନିମ୍ ଜିନ୍ସ ଗଳେଇଛନ୍ତି, ଆଉ ଟିକେ ଟିକେ ହସୁଛନ୍ତି। ଆଚ୍ଛା ଭାଇ, ତମ ନାଁ କ'ଣ କହିଦେଲ? ସୌମ୍ୟ ଶେଖର ସ୍ୱାଇଁ। ତମେ କେଉଁଠୁ ଆସିଛ ସୌମ୍ୟ? ଶିଶିଲରୁ ଖୋର୍ଦ୍ଧା। ଖୋର୍ଦ୍ଧାରୁ କେମିତି ଆସିଲ ଆଜି ସକାଳେ? କାର୍ରୁ। କିଏ ଚଲେଇଲା ଗାଡ଼ି? ଅଙ୍କଲ। କ'ଣ ଖାଇକି ଆଇଛ ସକାଳୁ କହିଲ? ଛତୁଆ ପାମ୍ପଡ଼। ଛତୁଆ ସାଙ୍ଗରେ ପାମ୍ପଡ଼ କେମିତି ଖାଇଲ? ଛତୁଆ ଖାଇଲି, ତାପରେ ପାମ୍ପଡ଼ ଖାଇଲି। ହଁ, ବାଟରେ ସବୁ କ'ଣ ଦେଖିକି ଆସିଲ? କାର୍, ବାଇକ୍, ସ୍କୁଟି, ଟ୍ରକ୍, ଏରୋପ୍ଲେନ୍, ହଁ, ମ୍ୟାନ୍,
ସମସ୍ତଙ୍କୁ ଦେଖିଲ? ତମେ କୋଉ କ୍ଲାସରେ ପାଠ ପଢୁଛ ତ କହିଲନି? ୟୁକେଜି କୋଉ ସ୍କୁଲ? ମଦର୍ସ ପବ୍ଲିକ ସ୍କୁଲ ସେଟା କୋଉଠି? ପାହାଳ କେତେବେଳେ ସକାଳେ ଆସ? 8ଟାରେ ଆଉ ଛୁଟି ହୁଏ କେତେବେଳେ? 4ଟା ବେଳେ ତା ମାନେ ମଝିରେ ଟିଫିନ ବ୍ରେକ୍ ହଉଥିବ। କ'ଣ ଟିଫିନରେ ନେଇକି ଯାଅ? ମାମା କ'ଣ ଦିଅନ୍ତି? ସ୍କୁଲରେ ହଁ, କ'ଣ ନେଇକି ଯାଅ ଟିଫିନରେ? ଟିଫିନରେ କିଛି ନୁହଁ ସ୍କୁଲରେ ସବୁ ଆଚ୍ଛା, ସ୍କୁଲ କ୍ୟାଣ୍ଟିନରେ ଖାଇବ ସବୁ। କ'ଣ ଖାଇବାକୁ ଦିଅନ୍ତି ସ୍କୁଲରେ? ଗୋଟେ ଦିନ ଭାତ ଡାଲି ମିକ୍ସ ତରକାରୀ ଦହି ବୁନ୍ଦି ଭାତ ଡାଲମା ଭାଜି ଆଉ ଦହି ତମକୁ କୋଉଟା ବେଶୀ ଭଲ ଲାଗେ? ଭାତ ଡାଲି ପନିର ତରକାରୀ ଆଉ ଦହି। ଆଉ ଯୋଉଦିନ ଘରେ ରୁହ, ହୁଁ। ମାନେ ସଣ୍ଡେ ଦିନ, ସେଦିନ ମାମା କ'ଣ ରାନ୍ଧିକି ଦିଅନ୍ତି? କ'ଣ ସ୍ପେଶିଆଲ କରୁଥିବେ? କୋଉଦିନ ଭାତ ଡାଲି ପାମ୍ପଡ଼ ଆଉ ମସରୁମ କରନ୍ତି ପନିର ବି କରନ୍ତି ଆଉ ବିଗୁନ ବାଇଗଣ? ହଁ ଦହି ବାଇଗଣ ଖାଲି ଓହୋ, ଦହି ବାଇଗଣ ଖାଇବାକୁ ଭଲ ଲାଗେ। ଆରେ ବାବା, କ'ଣ ସ୍କୁଲରେ ପଢ଼ା ହୁଏ କହିଲ? କୋଉ କୋଉ ସବଜେକ୍ଟ ପଢ଼ା ହୁଏ? ମ୍ୟାଥ ହୁଁ ଇଂଲିଶ ହୁଁ ଆଉ ଓଡ଼ିଆ ହୁଁ ହିନ୍ଦୀ ହୁଁ 4ଟା ସବଜେକ୍ଟ। ଆଉ ପଢ଼ା ମନେ ନାହିଁ। ମନେ ନାହିଁ, ଭୁଲିଗଲ? କୋଉ ପାଠଟା ବେଶୀ ଭଲ ଲାଗେ ତମକୁ? ମ୍ୟାଥ ମ୍ୟାଥ୍ ଭଲ ଲାଗେ? ମ୍ୟାଥ ବହୁତ ସହଜ। ଆମ ସ୍କୁଲରେ ଏକ୍ଜାମରେ ମ୍ୟାଥ ଦିଆହେଇଥିଲା ମୁଁ ସାଙ୍ଗେ ସାଙ୍ଗେ କରିଦେଲି। ହଁ, କେତେ ମାର୍କର ମ୍ୟାଥ୍ ଦିଆ ହେଇଥିଲା? କହିନାହାନ୍ତି, କହିଲେ ମ୍ୟାମ୍ ଖାଲି କହିଲେ ସବୁଥିରେ ଫୁଲ୍ ମାର୍କ ରହିଛି। ହଁ, ଆଜି ତମେ ଆମ ପିଲାମାନଙ୍କୁ କ'ଣ ଶୁଣେଇବ? ଗୋଟେ ଗୀତ? ଗୀତ ଆଚ୍ଛା, ହଉ, ଗାଇଦିଅ। ଶୁଣିବି ନାହିଁ ଖରାପ କଥା ଯେତେବେଳେ ଯିଏ କହୁ କହିବି ନାହିଁ ଖରାପ କଥା ଜୀବନ ପଛେ ଯାଉ ଦେଖିବି ନାହିଁ ଖରାପ କାମ କରୁଛି ଏଇପନ ସଟପଟରେ ଚାଲିବିନ୍ତି ଲୋଡ଼ା ନାହିଁ ମୋ ଧନ। ଆରେ ବା, ଏଇଟା ତ ବଢ଼ିଆ କବିତା କହିଦେଲ। କିଏ ଶିଖେଇଛି ଏଇଟା? ମାମା ଆରେ ବା, ମାମା ତ ବଢ଼ିଆ ଜିନିଷ ଶିଖେଇଛନ୍ତି। ତମ ଘରେ ସବୁ କିଏ କିଏ ଅଛନ୍ତି ସୌମ୍ୟ? ମାମା ବାପା ହୁଁ ମୁଁ କକା ଜେଜେମା ଜେଜେବାପା ହୁଁ ଏତିକି। ତମକୁ ସେମାନେ କ'ଣ ଡାକନ୍ତି ଘରେ? ଗୁଗୁ ଗୁଗୁ ଡାକନ୍ତି? ହୁଁ। କାଇଁ ଗୁଗୁ କାଇଁ ଡାକନ୍ତି? ଡାକନ୍ତି। ତମେ ଖେଳିବାକୁ ଭଲ ପାଅ? କ୍ରିକେଟ କ୍ରିକେଟ ଖେଳ? ହଁ ଫୁଟବଲ ହଁ, ତମେ ତ ଏଡ଼ିକିଟେ, ତମେ ଫୁଟବଲ କ'ଣ ଖେଳୁଛ? ଫୁଟବଲ ଖେଳେ ଖେଳ? ଆଉ କ୍ରିକେଟ ଦେଖ ନା ଖେଳ? ଖେଳେ ଖେଳ। ତମେ କ'ଣ କର? ବ୍ୟାଟିଂ କର ନା ବୋଲିଂ କର? ବ୍ୟାଟିଂ କେତେ ରନ୍ କର? ଆଉ 10 10 ଛକା ଚୌକା ମାର? ୟେସ୍। ଆରେ ବା, ଇଣ୍ଡିଆନ୍ କ୍ରିକେଟ ଟିମ୍ରେ କାହା ଖେଳ ତମକୁ ଭଲ ଲାଗେ? ବିରାଟ କୋହଲି। ହଁ, ଆରେ ବା, ତମେ କ'ଣ ବଡ଼ ହେଇକି ବିରାଟ କୋହଲି ଭଳିଆ ହବ? ଆଉ କ'ଣ ହବ ବଡ଼ ହେଇକିରି? ମୁଁ ହେବି ପୋଲିସ। ପୋଲିସମ୍ୟାନ୍? ପୋଲିସମ୍ୟାନ୍ ହବ? ଚୋରମାନଙ୍କୁ ଧରିବ ଗୋଡ଼େଇ ଗୋଡ଼େଇ? ନା ଆଉ ଅଫିସର। ଅଫିସର ମାନେ ଖାଲି ଅଫିସରେ ବସିବ, ଦୌଡ଼ା ଦୌଡ଼ି କରିବନି? ନା ମୋତେ ଭେଜିଟେବଲ୍ସ ଭଲ ଲାଗେନି। ଗ୍ରୀନ୍ ଭେଜିଟେବଲ୍ସ ଖାଇବା କଥା, କ୍ଷୀର ପିଇବା କଥା, ଅଣ୍ଡା ଖାଇବା କଥା, ତାହେଲେ ସିନା ବଳ ଆସିବ। ଅଣ୍ଡା ମାମା ରହୁନାହାନ୍ତି। ଦଉନାହାନ୍ତି? ଆଉ କ'ଣ ଖାଅ ତାହେଲେ? ତମେ ଖାଲି ପନିର ଖାଅ, ମସରୁମ୍ ଖାଅ, ଆଉ କିଛି ନାହିଁ? ପନିର ମସରୁମ ଆଉ ଖାଏ। ଆଉ କିଛି ଭେଜିଟେବଲ୍ସ ଖାଅନି? କଲିଫ୍ଲାୱାର ଖାଅ, ଆଉ କୋବି? ଆଉ ଏତିକି। ଖାଲି କୋବି ଖାଅ? ତମକୁ ସବୁ କୋବି ଝୋଳ। କୋବି ଝୋଳ? ହଁ, ସେଇ ତ କୋବି ହେଲା ନା। ଆଉ କ'ଣ ଅଲଗା କୋଉ ଗ୍ରୀନ୍ ଭେଜିଟେବଲ୍? ମସରୁମ୍, ପନିର, ଭେଣ୍ଡି ଖାଅ? ପୋଟଳ? ପୋଟଳ ଝୋଳ ହେଲେ ଗୋଟେ ଗୋଟେ ପୋଟଳ ଖାଏ। ଗୋଟେ ଗୋଟେ ଖାଅ? କେତେଟା ରୁଟି ଖାଅ? ଗୋଟେ ଖାଏ। ସୌମ୍ୟ, ସକାଳୁ ତମେ କେତେବେଳେ ଉଠ? 6ଟା। 6ଟା ବେଳେ ଉଠ। ଉଠିକି କ'ଣ କର? ବ୍ରସ୍ କରେ, ଠାକୁରଙ୍କର ଉଠିକି ଆଗ ବୁଲେ। ଆମ ପିଲାମାନଙ୍କୁ ଗୋଟେ ଦିଟା ଶ୍ଲୋକ କହିବ? କହିଦେଲ ଦେଖିଆ। କପୁର ଗୌରମ କରୁଣାବତାରମ୍ ସଂସାର ସାରମ୍ ଭୁଜଗିନ୍ଧାରମ୍ ସଦା ବସତ ମୁଦ୍ୟା ବିନ୍ଦେ ପବନ ଭବାମି ସୈତମ୍ ନମାମି। ଆଉ ଗୋଟେ? ଜୟଂସ ଜଗଣସ ଦେବା ମାଥ ଜାକି ବାଳପତି ପିତା ମହାଦେବା ଏକଦନ୍ତ ଦୟାମତ ଚାରି ଭୁଜହାରି ମସ୍ତକ ସିନ୍ଦୁର ଶହେ ମୁସିକ ସହାରି ଅନ୍ତନକ ଆକଦତେ କୋଡ଼େୟକ କାୟା ପାଞ୍ଚଟଙ୍କ ପୁତ୍ରଦେତ ନିର୍ଣ୍ଣୟକ ମାୟା ଜୟଂସ ଦେବା। ଆରେ ବା, ଏସବୁ ଶ୍ଲୋକ କିଏ ଶିଖେଇଛି ତମକୁ? ମାମା। ମାମା ଏତେ କଥା ଶିଖେଇଛନ୍ତି? ଘରେ ଚଗଲା ହୁଅ? ଟିକେ ଟିକେ ଆଏ। କିଏ ମାରେ? ମାମା ମାରନ୍ତି ନା ବାବା ମାରନ୍ତି? ମାମା। ମାମା? ମାମା ଭଲ କଥା ବି ଶିଖାନ୍ତି, ଦୁଷ୍ଟ ହେଲେ ମାଡ଼ ବି ମାମା ଦିଅନ୍ତି, ସବୁ ମାମା କରନ୍ତି ନା? କ'ଣ ଦୁଷ୍ଟ ହୁଅ କହୁନ? ମୋବାଇଲ ଦେଖିଲେ ମାରା ଦିଅନ୍ତି। ହେଲେ କ'ଣ ଦେଖ? ସ୍ପାଇଡରମ୍ୟାନ ଗେମ୍।
ତମେ କହିଲ ତମେ ବଢ଼ିଆ ଗପ ଜାଣିଛ ବୋଲି। ୟେସ୍। କହିବ ଆମ ପିଲାମାନଙ୍କୁ? କହିଦେଲ ଦେଖିଆ। କାଉ ଷ୍ଟୋରି। କାଉର ଷ୍ଟୋରି। ଆଚ୍ଛା କୁହ। ବିଚିତ୍ର ଖରାରେ ଗୋଟେ କାଉଟାଏ ଉଡ଼ୁଥିଲା। ତାକୁ କୋଉଠି ବି ପାଣି ମିଳିଲାନି। ସେ ଗୋଟେ ବଗିଚାରେ ଦେଖିଲା ମାଠିଆରେ ଟିକେ ପାଣି ଅଛି। ସେ ଚେଷ୍ଟା କଲା, ବୁଡ଼ିବାକୁ ଥଣ୍ଟ ପାଇଲାନି। ଗୋଡ଼ି ପକେଇଦେଲା, ପୁଣି ତାର ପାଇଲା, ମନ ଖୁସିରେ ଉଡ଼ିକି ପଳେଇଲା। ଗୋଡ଼ି ପକେଇଦେଲାରୁ କ'ଣ ହେଲା? ପାଣି ଉଠିଗଲା। ପାଣି ଉପରକୁ ଉଠିଗଲା। କାଉ ବୁଦ୍ଧି ଲଗେଇଲା ନା। ଏମିତିରେ ତା ଥଣ୍ଟ ପାଉନଥିଲା। ଯେମିତି ଗୋଡ଼ି ପକେଇଲା, ପାଣି ଉପରକୁ ଉଠିଗଲା, କାଉ ପାଣି ପିଇକି ଫୁର୍ କିନା ଉଡ଼ିଗଲା। ଏଇ ଗପରୁ ଆମେ କ'ଣ ଶିଖିଲେ କହିଲ? ବୁଦ୍ଧି ଲଗେଇ କାମ କରିବା ନା। ଯେତେବେଳେ ଆମେ ଅସୁବିଧାରେ ପଡ଼ିବା କି କିଛି ବୁଦ୍ଧି ଲଗେଇବା। ବାସ୍, ତମେ ସବୁବେଳେ ବୁଦ୍ଧି ଲଗେଇ କାମ କରୁଛ? ହଁ। ତମର କେତେ ବୁଦ୍ଧି? ବହୁତ। ବହୁତ? ଏ ବାପା, କେତେଟା ଟୟ ଅଛି ତମର? ବହୁତଟା ଠୟ ଅଛି। ବହୁତଟା ଟୟ? କ'ଣ ଟୟଟା ବେଶୀ ଅଛି? କେଉଁ ଟୟଟା? ରିମୋଟ କାର୍ ଆଉ ଟେଡି ବିୟର, ରିମୋଟ କାର୍ ଆଉ ଏରୋପ୍ଲେନ୍। ଏରୋପ୍ଲେନ୍ ଅଛି। ଟ୍ରେନ୍? ଆଉ ଗୋଟେ ଜେଟ୍ ମଗେଇଛି। ଜେଟ୍ ମଗେଇଛ? ଆସିଯିବ ଏବେ। ସେଇଟା କ'ଣ ରିମୋଟରେ ଉଡ଼ିବ ଜେଟ୍ଟା? ୟେସ୍। ହାଁ? ମହିନ୍ଦ୍ରା ଥର୍ ମଗେଇଛି ରିମୋଟରେ। କ'ଣଟା? ମହିନ୍ଦ୍ରା ଥର୍। ହଁ। ଆରେ ବା, ମହିନ୍ଦ୍ରା ଥର୍ ବି ମଗେଇଛ, ଜେଟ୍ ବି ମଗେଇଛ। ଆରେ ବା। ଆଉ ଗୋଟେ ବଡ଼ ମହିନ୍ଦ୍ରା ଥର୍ ମଗେଇଛି, ମୁଁ ବସିକି ଚଲେଇ ବୋଲି। ହଁ, ସେ ଏତେ ବଡ଼ ମହିନ୍ଦ୍ରା ଥର୍ ଯେଉଁଥିରେ ତମେ ବସିପାରିବ? ମାନେ ଯୋଉ ଏଡ଼ିକି ଯୋଉ ମଲ୍ରେ ବସିବାକୁ ମିଳେ। ଆଚ୍ଛା ଆଚ୍ଛା, ମଲ୍ରେ ଯେଉଁଟା ମିଳେ ଗାଡ଼ି, ସେମିତିଆ ମଗେଇଛ। ହଁ ହଁ। ତମେ ଘରେ ଚଲେଇ ପାରିବ? ଘରେ ଜାଗା ଅଛି ଚଲେଇବାକୁ? ହଁ, ପୁରା ସିଧା ରାସ୍ତା ପରିକା ଅଛି। ଅଛି? ନହେଲେ ନେଇକି ଏଇଠି ସେଇଠି ଧକ୍କା ହେଇଯିବ। କାହା ଗୋଡ଼ ଉପରେ ଚଢ଼ିଗଲାଣି, କାହାର କ'ଣ ଏମିତି। ତମ ଘରେ ବଗିଚା ଅଛି? ୟେସ୍। ଗଛ ଲାଗିଛି? କେଉଁ ଗଛ ଲାଗିଛି କହିଲ? ଫୁଲ। ଫୁଲ ଗଛ? ତମେ ପାଣି ଦିଅ? ମୁଁ ପାଣି ଦିଏନି, ମାମା। ଆଚ୍ଛା ସୌମ୍ୟ, ଆଜି ତମେ ଆମ ଆକାଶବାଣୀକୁ ଆଇଛ, ତମକୁ କେମିତି ଲାଗୁଛି? ଭଲ। ଭଲ ଲାଗୁଛି? ଆମ ସହିତ କଥା ହେଇକି ବି ଭଲ ଲାଗୁଛି? ହାଁ? ଆଉ କେବେ ସମୟ ମିଳିଲେ ଆସିବ? ୟେସ୍। ଆଚ୍ଛା ହଉ, ଆଜି ତମ ସହିତ କଥା ହେଇ ଆମକୁ ବି ବହୁତ ଭଲ ଲାଗିଲା ସୌମ୍ୟ। ପୁଣି ଥରେ ଆଉ କେବେ ଦେଖାହେବ। ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ସପ୍ତାହ ଠିକ୍ ସକାଳ 7:25 ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠିବା।